ଆସିକି ଘରେ ପହଞ୍ଚିଲେ। ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନଙ୍କୁ ମୋ ମିନି ବ୍ଲଗକୁ ସ୍ୱାଗତ ଜଣାଉଛି। ସମୟରେ ଭାଇ ଆଉ ଭାଉଜ ଆଉ ଆମ ପୁଅ ଆସିକି ଘରେ ପହଞ୍ଚି ଯାଇଥିଲେ। ଭାଇର ତ ସାର ଟିକେ ବାହାରେ କାମ ଥିଲା, ଆଉ ଜିଗୁକୁ ଆଣିଥିଲେ ତା ଦାନ୍ତ ଟିକେ ମାନେ ଉପାଡ଼ିବା ପାଇଁ, ମାନେ ଘିଚିବା ପାଇଁ, ଯୋଉଟା ତାଙ୍କର ବି ମଧ୍ୟ କାମ ସାରି ଯାଇଥିଲା। ଆଉ ଘରକୁ ଆସି ଯାଇଥିଲେ ବୁଲାବୁଲି କରିକି ଯିବା ପାଇଁ। ତ ମତେ ଫୋନ କରିକି କହୁଥିଲା ମୁଁ ଇଆଡେ ସାଇଡରେ ପଳେଇବି, ମାନେ ମୁଁ ସାଙ୍ଗେ ସାଙ୍ଗେ ଘରକୁ ଯିବାରେ ମୋର ବହୁତ ଗୁଡେ କାମ ଅଛି। ମୁଁ କିନ୍ତୁ ରୋକଠୋକ ମନା କରିଦେଲି। କ୍ରିସୁ ଅପେକ୍ଷା କରିଛି ମାମୁ ମାଇଁକୁ ଆଉ ଭାଇକୁ ଦେଖିବା ପାଇଁ, କିନ୍ତୁ ତୁ କହୁଛୁ ଯିବୁ ବୋଲି। ସନ୍ଧ୍ୟା ସମୟରେ ତ ଆଇସ୍କ୍ରିମ ଫାଇସ୍କ୍ରିମ ଆଣିଥିଲେ, ଖିଆପିଆ କରିକି ଆମେ ଏଠି ସେମାନେ ପଳେଇଲେ, ଆମେ ଖିଆପିଆ କରିକି ଆସି ଯାଇଥିଲୁ ବେଡରୁମକୁ। ତାପରେ ମା ଆମକୁ ପଠେଇ ଦେଇଥିଲା, ଆମ ପାଇଁ କ୍ଷୀର ପଠେଇ ଦେଇଥିଲା, ଯୋଉଟା ପୁରା ରାବିଡି ବନେଇ ଦେଇଛି। ଯେହେତୁ ଆମ ନିଜର ଗାଈ ଅଛି ସେଇଥିପାଇଁ ମା କ୍ଷୀର ପଠେଇ ଦେଇଥିଲା, ଆଉ ତାକୁ ଭଲ ଭାବରେ କ୍ଷୀରଟାକୁ ମାରିକି ରାବିଡି ଭଳିଆ ପୁରା କରିଦେଇଥିଲେ, ଯୋଉଟା ମତେ ବହୁତ ପସନ୍ଦ। ଆଉ ମୁଁ ଯେବେ ବି ଘରକୁ ଯାଏ ମା ଏମିତି ଆଠୁ ଆହୁରି କ୍ଷୀରକୁ ସେ ମାରିଦିଏ, ମାନେ ମରା କ୍ଷୀରକୁ ମତେ ଦେଇଥାଏ ପିଇବା ପାଇଁ। ମତେ ତ ବହୁତ ବଢିଆ ଲାଗେ। ତ କ୍ଷୀର ବହୁତ ଫେଭରାଇଟ। ଆଉ ଆମର ତ ଏବେ ଜାଣିଛନ୍ତି କ୍ଷୀର ଏବେ ଟିକେ 2 ମାସ ହେଲାଣି ବନ୍ଦ ହେଇଗଲାଣି, କାରଣ ଭଲ କ୍ଷୀର ମିଳୁନଥିଲା।